ଆଜି ନୁହେଁ ତ କାଲି ସତ୍ୟ ସାମ୍ନାକୁ ଆସିଯାଏ। ବାସ୍ତବତାର ସହ ତାଳ ମିଶାଇ ଚାଲ। ମଣିଷ ମରିଯାଏ କିନ୍ତୁ ସ୍ମୃତି ରହିଯାଏ। ଗଛ ଲଗାଅ, ପରିବେଶ ରକ୍ଷା କର। ସେ ତା ପାପର ପ୍ରାୟଶ୍ଚିତ କଲା। ବ୍ୟବହାର ତୁମର ଶ୍ରେଷ୍ଠ ସମ୍ପଦ। ଏସବୁ ଡେଲି ୟୁଜ୍ ସ୍ପୋକେନ୍ ଇଂଲିଶ ସେଣ୍ଟେନ୍ସେସ୍ର ଇଂଲିଶ ଜାଣିଛ କି? ଏମିତି ଆହୁରି ଡେଲି ୟୁଜ୍ ସ୍ପୋକେନ୍ ଇଂଲିଶ ସେଣ୍ଟେନ୍ସେସ୍ ଅଛି ଆମର ଏହି ଭିଡ଼ିଓରେ। ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ସେଣ୍ଟେନ୍ସେସ୍ ପ୍ରାକ୍ଟିସ୍ କରିବ, କାରଣ ପ୍ରାକ୍ଟିସ୍ ମେକ୍ସ ମ୍ୟାନ୍ ପରଫେକ୍ଟ। ସୋ ଆମର ଫାର୍ଷ୍ଟ ସେଣ୍ଟେନ୍ସ ହେଉଛି ତୁମ କଥା କୁହ। ତୁମ କଥା କୁହ। ହ୍ୟାଭ୍ ୟର୍ ସେଇ। ହ୍ୟାଭ୍ ୟର୍ ସେଇ। ତେବେ ସେୟା ହେବ। ତେବେ ସେୟା ହେବ। ସୋ ବି ଇଟ୍। ସୋ ବି ଇଟ୍। ଗଛ ଲଗାଅ, ପରିବେଶ ରକ୍ଷା କର। ଗଛ ଲଗାଅ, ପରିବେଶ ରକ୍ଷା କର। ପ୍ଲାଣ୍ଟ ଟ୍ରିଜ୍, ସେଭ୍ ଦ ଏନଭାୟରମେଣ୍ଟ। ପ୍ଲାଣ୍ଟ ଟ୍ରିଜ୍, ସେଭ୍ ଦ ଏନଭାୟରମେଣ୍ଟ। ଧୈର୍ଯ୍ୟ ରଖ, ସଫଳତା ନିଶ୍ଚିତ ଆସିବ। ଧୈର୍ଯ୍ୟ ରଖ, ସଫଳତା ନିଶ୍ଚିତ ଆସିବ। ବି ପେସେନ୍ସ, ସକ୍ସେସ୍ ୱିଲ୍ ମଷ୍ଟ କମ୍। ବି ପେସେନ୍ସ, ସକ୍ସେସ୍ ୱିଲ୍ ମଷ୍ଟ କମ୍। କ୍ଷମା କରିବା ଶିଖ। କ୍ଷମା କରିବା ଶିଖ। ଲର୍ନ ଟୁ ଫରଗିଭ୍। ଲର୍ନ ଟୁ ଫରଗିଭ୍। ବିଶ୍ୱାସଯୋଗ୍ୟ ହୁଅ। ବିଶ୍ୱାସଯୋଗ୍ୟ ହୁଅ। ବି ଟ୍ରଷ୍ଟworthy। ବି ଟ୍ରଷ୍ଟworthy। ଭଦ୍ରତା ମଣିଷର ପରିଚୟ। ଭଦ୍ରତା ମଣିଷର ପରିଚୟ। Politeness defines a person. Politeness defines a person. ବିଫଳତାକୁ ଭୟ ପାଉ ନାହିଁ। ବିଫଳତାକୁ ଭୟ ପାଉ ନାହିଁ। Don't fear failure. Don't fear failure. ଆତ୍ମସମ୍ମାନ ବଜାୟ ରଖ। ଆତ୍ମସମ୍ମାନ ବଜାୟ ରଖ। Maintain your self-respect. Maintain your self-respect. ଶେଷ ଭଲ ତ ସବୁ ଭଲ। ଶେଷ ଭଲ ତ ସବୁ ଭଲ। All is well that ends well. All is well that ends well. ପ୍ରତ୍ୟେକ ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ। Every moment is important. Every moment is important. ତୁମର ଶ୍ରେଷ୍ଠ ସମ୍ପଦ ତୁମର ବ୍ୟବହାର। ତୁମର ଶ୍ରେଷ୍ଠ ସମ୍ପଦ ତୁମର ବ୍ୟବହାର। Your greatest asset is your behave. Your greatest asset is your behave. ମଣିଷ ମରିଯାଏ କିନ୍ତୁ ସ୍ମୃତି ରହିଯାଏ। ମଣିଷ ମରିଯାଏ କିନ୍ତୁ ସ୍ମୃତି ରହିଯାଏ। People die but memories live on. People die but memories live on. ବାସ୍ତବତାର ସହ ତାଳ ମିଶାଇ ଚାଲ। ବାସ୍ତବତାର ସହ ତାଳ ମିଶାଇ ଚାଲ। Let's keep pace with reality. Let's keep pace with reality. ଆଜି ନୁହେଁ ତ କାଲି ସତ୍ୟ ସାମ୍ନାକୁ ଆସି ହିଁ ଯାଏ। ଆଜି ନୁହେଁ ତ କାଲି ସତ୍ୟ ସାମ୍ନାକୁ ଆସି ହିଁ ଯାଏ। The truth will certainly come out sooner or later. The truth will certainly come out sooner or later. ସେ ତା ପାପର ପ୍ରାୟଶ୍ଚିତ କଲା। ସେ ତା ପାପର ପ୍ରାୟଶ୍ଚିତ କଲା। He atoned for his sins. He atoned for his sins. ଚାଲ ମୁଁ ତୁମକୁ ଘରେ ଛାଡ଼ି ଆସିବି। ଚାଲ ମୁଁ ତୁମକୁ ଘରେ ଛାଡ଼ି ଆସିବି। Let me drop you home. Let me drop you home. ଭଗବାନଙ୍କ କୃପାରୁ ତୁମ ପାଖରେ ସବୁ କିଛି ଅଛି। ଭଗବାନଙ୍କ କୃପାରୁ ତୁମ ପାଖରେ ସବୁ କିଛି ଅଛି। By God's grace you have everything. By God's grace you have everything. ସେ ପଢ଼ିବାର ଛଳନା କରୁଅଛି। ସେ ପଢ଼ିବାର ଛଳନା କରୁଅଛି। He is pretending to read. He is pretending to read. ଚିନ୍ତା କରି କହିବି। ଚିନ୍ତା କରି କହିବି। I will tell you after thinking. I will tell you after thinking. So this much it for today's video. ଆଜିର ଭିଡ଼ିଓରେ ଏତିକି। ନେକ୍ସଟ ଭିଡ଼ିଓରେ ଆଉ କିଛି ଡେଲି ୟୁଜ୍ ସ୍ପୋକେନ୍ ଇଂଲିଶ ସେଣ୍ଟେନ୍ସେସ୍ ଜାଣିବା। ସେ ପର୍ଯ୍ୟନ୍ତ ଏ ସେଣ୍ଟେନ୍ସେସ୍ ପ୍ରାକ୍ଟିସ୍ କରିଚାଲ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍, କମେଣ୍ଟ, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବ ନାହିଁ। ଥ୍ୟାଙ୍କ ୟୁ।